ଆସ ଆମେ ଗପ ଶୁଣିବା। ଉପସ୍ଥାପନା କରାଯାଉଥିବା ଗପଟିର ନାମ ସିଂହ ଓ ମୂଷା। କ'ଣ? ସିଂହ ଓ ମୂଷା। ଗୋଟିଏ ବଡ଼ ବଣ ଥିଲା। ବଣ ଭିତରେ ଗୋଟିଏ ଗୁମ୍ଫାରେ ସିଂହଟିଏ ରହୁଥିଲା। ସେଇ ଗୁମ୍ଫା ପାଖ ବରଗଛ ମୂଳେ ଗାତ କରି ମୂଷାମାନେ ରହୁଥିଲେ। ଦିନେ ଖରାବେଳେ ସିଂହଟି ଗଛ ମୂଳେ ଶୋଇଥିଲା। ମୂଷା ଛୁଆମାନେ ଗାତରୁ ବାହାରି ଗଛ ଡାଳରେ ଖେଳୁଥାନ୍ତି। ଏମିତି ଖେଳୁ ଖେଳୁ ଗୋଟିଏ ମୂଷା ଛୁଆର ଗୋଡ଼ ଖସିଗଲା। ସେ ସିଂହ ଉପରେ ପଡ଼ିଗଲା। ଏଥିରେ ସିଂହର ନିଦ ଭାଙ୍ଗିଗଲା। ସେ ଖୁବ୍ ଜୋରରେ ରାଗି ଯାଇ ମୂଷା ଛୁଆକୁ ଧରି ପକାଇଲା ଆଉ କହିଲା, ଦୁଷ୍ଟ ମୂଷା, ତୋର କ'ଣ ଟିକିଏ ବି ଡର ଭୟ ନାହିଁ? ମୋ ଉପରେ ଦୌଡ଼ା ଦୌଡ଼ି କରି ଖେଳୁଛୁ। ମୁଁ ଆଜି ତୋତେ ମାରିଦେବି। ସିଂହ କଥା ଶୁଣି ମୂଷା ଛୁଆଟି ଡରିଗଲା। ଥରି ଥରି କହିଲା, ମହାରାଜ, ମୋର ଭୁଲ ହେଇଯାଇଛି। ଆଉ ଏଭଳି ଦୁଷ୍ଟାମି କେବେ କରିବି ନାହିଁ। ଆଜି ଦୟାକରି ଛାଡ଼ି ଦିଅନ୍ତୁ। ଦରକାର ବେଳେ ମୁଁ ଆପଣଙ୍କର ନିଶ୍ଚୟ ସାହାଯ୍ୟ କରିବି। ମୂଷା ଛୁଆ କଥା ଶୁଣି ସିଂହ ହସିଦେଲା। ସେ କହିଲା, ତୁ ଏଡ଼ିକି ଟିକେ ମୂଷା ଛୁଆ, ଫୁଙ୍କି ଦେଲେ ଉଡ଼ିଯିବୁ। କହୁଛୁ କ'ଣ ନା ମୋର ଉପକାର କରିବି? ହଉ ହଉ, ଯା, ଆଜି ତୋତେ ଦୟାକରି ଛାଡ଼ିଦେଲି। ଆଉ ଦିନର କଥା, ସିଂହ ବଣରେ ବୁଲୁ ବୁଲୁ ଶିକାରୀ ଫାଶରେ ପଡ଼ିଗଲା। ତା ଗୋଡ଼ ଫାଶରେ ବାନ୍ଧି ହୋଇଗଲା। ଖୁବ୍ ଜୋରରେ ସେ ଗର୍ଜନ କରି ଫାଶକୁ ଟାଣିଲା, ହେଲେ ଫାଶ ଛିଣ୍ଡିଲା ନାହିଁ। ସିଂହର ଗର୍ଜନ ମୂଷା ଶୁଣିଲା। ସିଂହ ପାଖକୁ ଆସି ତା ମୁନିଆ ଦାନ୍ତରେ ଫାଶ ଦଉଡ଼ିଟିକୁ ଟିକ୍ ଟିକ୍ କରି କାଟିଦେଲା। ସିଂହ ଶିକାରୀ ଫାଶରୁ ରକ୍ଷା ପାଇଗଲା। ମୂଷା ଛୁଆ ଉପରେ ଖୁବ୍ ଖୁସି ହେଲା। ଆଚ୍ଛା ପିଲାମାନେ, ଏଇ ଗପରୁ ଆମେ କି ଶିକ୍ଷା ପାଇଲେ? ଏଇ ଗପରୁ ଆମେ ଏଇ ଶିକ୍ଷା ପାଇଲେ ଯେ ଯଦି କାହାର ବିପଦ ସମୟରେ ଆମେ ତାକୁ ସାହାଯ୍ୟ ସହଯୋଗ କରିଥିବା, ଈଶ୍ୱର ନିଶ୍ଚିନ୍ତ ଆମକୁ ସାହାଯ୍ୟ କରିବେ। ଏବେ ଏ ଗପ ତ ଶେଷ ହୋଇଗଲା। ପୁଣି ଆଗାମୀ ଅଧ୍ୟାୟରେ ଏକ ସୁନ୍ଦର ଗପ ନେଇ ଆପଣମାନଙ୍କ ସହିତ ପୁନର୍ବାର ସାକ୍ଷାତ ହେବ। ହଁ, ତେଣୁ ଆହୁରି ନୂଆ ନୂଆ ସୁନ୍ଦର ସୁନ୍ଦର ଗପ ଶୁଣିବାକୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବନି।